ନାଇଁ ଏକଥା ସତ ଯେ ନବୀନଙ୍କର ପାରମ୍ପରିକ ଆସନ ଯେଉଁଟା ହିଞ୍ଜିଳି ସେଇଠୁ ସେ ଆଜି ପ୍ରଚାର ଆରମ୍ଭ କରିଛନ୍ତି। ଆଜି ଭଲ ଦିନ, ଆଜି ସେ ଶୁଭାରମ୍ଭ କରିଛନ୍ତି ପ୍ରଚାର। ଏବଂ ହିଞ୍ଜିଳିରେ ନବୀନ ଯେ ନିଶ୍ଚୟ ଜୟଯୁକ୍ତ ହେବେ ଏଥିରେ ସନ୍ଦେହ ନାହିଁ। କାରଣ ହିଞ୍ଜିଳିରେ ଏପର୍ଯ୍ୟନ୍ତ ନବୀନଙ୍କୁ କେହି ପରାଜିତ କରିପାରିନାହାନ୍ତି। ଏବଂ ଏଇଟା ଗୋଟେ ସୁଖ ଖବର ଯେ ଏଥର ମଧ୍ୟ ନବୀନ ହିଞ୍ଜିଳିରୁ ଠିଆ ହୋଇଛନ୍ତି ଏବଂ ତାଙ୍କର ଯେଉଁ ପାରମ୍ପରିକ ସିଟ୍ଟାକୁ ସେ ବଜାୟ ରଖିବେ ଏବଂ ବାପାଙ୍କ ନାଁକୁ ମଧ୍ୟ ସେ ବଜାୟ ରଖିବେ, ଏଥିରେ ସନ୍ଦେହ ନାହିଁ। କଥା ଯେ ବର୍ତ୍ତମାନ ବିଜେଡ଼ି ଯେଉଁ ଅବସ୍ଥାରେ ଅଛି ବା ବିଜେପି ଯେଉଁ ଅବସ୍ଥାରେ ଅଛି, ନବୀନଙ୍କର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି। ତେଣୁକରି ନବୀନଙ୍କର ପ୍ରଚାରଟା ବିଜେଡ଼ି ପାଇଁ ଯେ ହେବ ମାନେ ନିହାତି ଶୁଭଙ୍କର ହେବ ଏବଂ ବିଜେଡ଼ି ପାଇଁ ନିଶ୍ଚିତ ଭାବରେ ତାଙ୍କୁ ମାନେ ବିଜୟର ବାର୍ତ୍ତା ଆଣିଦେବ, ବିଜୟର ଟୀକା ଆଣିଦେବ, ଏଥିରେ ସନ୍ଦେହ ନାହିଁ। ତେଣୁ ସେହି ଦୃଷ୍ଟିରୁ ନବୀନଙ୍କର ପ୍ରଚାରରେ ଯିବା ଏବଂ ପ୍ରତ୍ୟକ୍ଷ ଭାବରେ ପ୍ରଚାରରେ ଅଂଶଗ୍ରହଣ କରିବା ଏଇଟା ବିଜେଡ଼ି ଦଳ ପାଇଁ ନିଶ୍ଚିତ ଭାବରେ ଶୁଭଙ୍କର ଏବଂ ବିଜେଡ଼ି ଦଳ ପାଇଁ ଏଇଟା ନିଶ୍ଚିତ ଭାବରେ ଆଗାମୀ ନିର୍ବାଚନରେ ବିଜୟର ଟୀକା ଆଣିବ ଏବଂ ବିଜେଡ଼ି କି ନିଶ୍ଚିତ ଭାବରେ ବିଜୟ ହାସଲ କରିବାରେ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ। ହଁ, ନବୀନ ଯେଉଁ ଏଥିରେ ଯେଉଁ ସୋସିଆଲ ମିଡ଼ିଆରେ ଯେଉଁ ଆପିଲ୍ କରିଥିଲେ ଯେ ଯୋଡ଼ା ଶଙ୍ଖରେ ଭୋଟ ଦେଇକରି ବିଜେଡ଼ି କି ଜୟଯୁକ୍ତ କରାନ୍ତୁ, ସେ ଆପିଲ୍ଟା ଯଥାର୍ଥ ଥିଲା। ମାନେ ଯେମିତି ମୋଦିଙ୍କର ଯେଭଳି ଡବଲ ଇଞ୍ଜିନ୍ ଧ୍ୱନି, ସେଭଳି ଭାବରେ ନବୀନଙ୍କର ଯେଉଁ ଯୋଡ଼ା ଶଙ୍ଖ ଧ୍ୱନିଟା ବା ଯୋଡ଼ା ଶଙ୍ଖ ପାଇଁ ଯେଉଁ ଆପିଲ୍ଟା ଏଇଟା ନିଶ୍ଚିତ ଭାବରେ ପ୍ରତ୍ୟେକ ଓଡ଼ିଆର ମନପ୍ରାଣକୁ ଛୁଇଁବ ଏବଂ ପ୍ରତ୍ୟେକ ଭୋଟଦାତା ଓଡ଼ିଶାର ସେ ନିଶ୍ଚିତ ଭାବରେ ସେ ଆଡ଼ିକି ଢଳିବେ ଏବଂ ନବୀନଙ୍କୁ ନିଶ୍ଚିତ ଭାବରେ ସମର୍ଥନ କରିବେ। ଏବଂ କରିବେ କ'ଣ, ଏଇଟା ତ କରିବାକୁ ଆରମ୍ଭ କଲେଣି। କାରଣ ଶଙ୍ଖ ପ୍ରତି ଓଡ଼ିଶାର ଜନସାଧାରଣଙ୍କର ଗୋଟେ ଦୁର୍ବଳତା ରହିଛି ଏବଂ ପର୍ଟିକୁଲାରଲି ଶଙ୍ଖଟା ଯେବେଠୁ ହେଲାଣି ବିଜୁ ଜନତା ଦଳର ନିର୍ବାଚନ ସିମ୍ବଲ, ସେଇଦିନଠୁ ହିଁ ଶଙ୍ଖଟା ହେଉଛି ଗୋଟେ ଓଡ଼ିଶା ପାଇଁ ଗୋଟେ ଶୁଭଙ୍କର ଏବଂ ମାନେ ରାଜନୀତିରେ ଗୋଟେ ଶୁଭ ସଂକେତ। ତେଣୁକରି ଏହି ଦୃଷ୍ଟିରୁ ନବୀନ ଯେଉଁ ଏଥର ଆପିଲ୍ କରିଛନ୍ତି ଯୋଡ଼ା ଶଙ୍ଖ ଅର୍ଥ ମାନେ ଉଭୟ ବିଧାନସଭା ଓ ଲୋକସଭାରେ ଜନସାଧାରଣ ନିଶ୍ଚିତ ଭାବରେ ଦୁଇଟା ଯାକ ଶଙ୍ଖରେ ଭୋଟ ଦେଇ ସେ ନିଶ୍ଚିତ ଭାବରେ ବିଜେଡ଼ି କି ସବୁ କ୍ଷେତ୍ରରେ ଜୟଯୁକ୍ତ କରିବେ। ଏଇ ଯେଉଁ ଆପିଲ୍ଟା ନବୀନଙ୍କର ଏଇଟା ପ୍ରତ୍ୟେକ ଓଡ଼ିଆର ମନପ୍ରାଣକୁ ସ୍ପର୍ଶ କରିଛି ନିଶ୍ଚିତ ଭାବରେ ଏବଂ ପ୍ରତ୍ୟେକ ଓଡ଼ିଆ ଓଡ଼ିଶାର 4.5 କୋଟି ଓଡ଼ିଆ ନିଶ୍ଚିତ ଭାବରେ ନବୀନଙ୍କ ଆପିଲ୍ କି ଏବଂ ଯୋଡ଼ା ଶଙ୍ଖରେ ଭୋଟ ଦେବା ପାଇଁ ନିଶ୍ଚିତ ଭାବରେ ନବୀନଙ୍କ ଆପିଲ୍ କି ଇଏ କରିବେ, ସମର୍ଥନ କରିବେ ଏବଂ ଆଗାମୀ ନିର୍ବାଚନରେ ନିଶ୍ଚିତ ଭାବରେ ନବୀନଙ୍କୁ ଏବଂ ବିଜୁ ଜନତା ଦଳକୁ ଜୟଯୁକ୍ତ କରିବେ, ଏଥିରେ ସନ୍ଦେହ ନାହିଁ। କଥା ହେଉଛି ଏକଥା କହିବା ବାହୁଲ୍ୟ ଯେ ନବୀନ ରେକର୍ଡ଼ ବ୍ରେକ୍ କରିବା ନବୀନଙ୍କ ପାଇଁ ଗୋଟେ ନୂଆ କଥା ନୁହଁ। ନବୀନ ସବୁବେଳେ ରେକର୍ଡ଼ ବ୍ରେକ୍ କରନ୍ତି, ତାଙ୍କର ସବୁ କ୍ଷେତ୍ରରେ ସେ ରେକର୍ଡ଼ ବ୍ରେକ୍ କରିଛନ୍ତି ଏବଂ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଆଗାମୀ ନିର୍ବାଚନରେ ମଧ୍ୟ ନବୀନ ଯେ ଷଷ୍ଠ ଥର ପାଇଁ ବିଜୟ ହାସଲ କରିକିରି ଗୋଟେ ସମଗ୍ର ଭାରତର ନିର୍ବାଚନ ଇତିହାସରେ ଗୋଟେ ନୂଆ ରେକର୍ଡ଼ ସୃଷ୍ଟି କରିବେ, ଏଥିରେ ସନ୍ଦେହ ନାହିଁ। କେବଳ ସେତିକି ନୁହଁ, ସବୁ କ୍ଷେତ୍ରରେ ମଧ୍ୟ ନବୀନ ଏଥର ରେକର୍ଡ଼ ସୃଷ୍ଟି କରିବେ, ଏଥିରେ ମାନେ ଦ୍ୱିମତ ହେବାର କୌଣସି କାରଣ ନାହିଁ।